ମାନେ ଡିଜିଟେକ୍ର 108 ୱାୟାରଲେସ୍ ମାଇକ୍ ଯାହାକି ସେଇଥିରେ ଏବେ ରେକର୍ଡିଂ ହେଉଛି। ତ ଆପଣମାନଙ୍କୁ ଭଏସ୍ ମାନେ କ୍ଲିୟର କେମିତି ହେଉଛି ଆପଣମାନେ ନିହାତି ଜଣେଇବେ। ତ ଯାହାକି ଆପଣମାନେ ଦେଖିପାରୁଥିବେ ମୁଁ ଯାହାକି ଏତିକି ଡିଷ୍ଟାନ୍ସ ଅଛି କମ୍ ସେ କମ୍ 10 ଫୁଟ ଡିଷ୍ଟାନ୍ସରେ ଅଛି। ଯଦି ଆପଣମାନଙ୍କୁ ଦେଖେଇ ଦେଉଛି ତ 50 ମିଟର ଯାହାକି ଡିଷ୍ଟାନ୍ସ ଅଛି ଏହାର ଦୂରତା ପର୍ଯ୍ୟନ୍ତ ଯାହାକି କ୍ୟାପଚର କରିପାରିବ। ତ ଦେଖିବା ମୁଁ 50 ମିଟର ଦୂରତା ପର୍ଯ୍ୟନ୍ତ ଯାଉଛି। ଯଦି ଆପଣମାନେ କହିବେ ଭିଡ଼ିଓର ମାନେ ଅଡ଼ିଓ ଯଦି କଟୁଛି ତ ଆପଣମାନେ ନିହାତି କହିବେ, ମୋତେ ଏବେ କିଛି ଜଣାପଡ଼ୁନି। ମୁଁ ବହୁତ ଦୂରକୁ ପଳେଇ ଆସିଛି ସାଙ୍ଗମାନେ ଦେଖିପାରୁଥିବେ, ବହୁତ ଦୂରକୁ ପଳେଇ ଆସିଛି। ଯାହାକି ଯଦି ମୁଁ ଆଉ ଦୂର ଯିବି କାଳେ ମୋ ମୋବାଇଲ ଫୋବାଇଲ ଚୋରି ହେଇଯିବ, କିଏ ଧରିକି ପଳେଇବ। ତ ସାଙ୍ଗମାନେ ଦେଖିପାରୁଥିବେ ଆପଣମାନଙ୍କୁ ଭଏସ୍ କ୍ୱାଲିଟି କେମିତି ଲାଗୁଛି ତ ଆପଣମାନେ ନିହାତି ଜଣେଇବେ। ତ ଏଇଠି ରହିଛି ଆପଣମାନଙ୍କର ଯାହାକି ତ ଏଇଠି ଯଦି ଆପଣମାନେ ସିଙ୍ଗଲ ଟ୍ୟାପ୍ କରିବେ ତାହେଲେ ଆପଣଙ୍କର ଯାହାକି ଭଏସ୍ର ଯେଉଁ ଇଏ ଅଛି ଆପଣଙ୍କର ନଏଜ୍ କ୍ୟାନସେଲେସନ୍ ଅଛି। ତ ଆପଣମାନେ ଭଏସ୍ କ୍ୟାନସେଲେସନ୍ ଆପଣମାନେ ଏବେ ଶୁଣିବାକୁ ପାଉଥିବେ, ଯାହାକି ଭଏସ୍ କ୍ୟାନସେଲେସନ୍ ମୁଁ କରିଦେଇଛି। ତ ଆପଣମାନଙ୍କୁ ଭଏସ୍ କ୍ୟାନସେଲେସନ୍ କଲା ପରେ ଆପଣଙ୍କୁ ସାଉଣ୍ଡ କିପରି ଲାଗୁଛି ନିହାତି ଜଣେଇବେ। ତ ସାଙ୍ଗମାନେ ଦେଖିପାରୁଥିବେ ଏବେ ଆମେ ଏଇ ବକ୍ସଟି ଅନବକ୍ସିଂ କରିବା। ତ କିଛି ତାର ଖୋଳ ଏଇ ଟାଇପ୍ର ଏଠି ଆପଣମାନଙ୍କୁ ଦେଖିବା ପାଇଁ ମିଳିବ। ଏଇ ଟାଇପ୍ର ହଳଦିଆ କଲର୍ର ତାର ଯାହାକି ଖୋଳ ଅଛି। ଅନବକ୍ସିଂ କଲା ପରେ ଦେଖିପାରୁଥିବେ ତାର ପ୍ୟାକିଂ କିଛି ଏଇ ଟାଇପ୍ର ଅଛି। ଏଠି ଆପଣମାନଙ୍କୁ ଲେଖା ହେଇଛି ଦେଖିପାରୁଥିବେ ଡିଜିଟେକ୍, ଯାହାକି ଏଇଟା ହେଉଛି ତାର ଏଇ ଭିତରେ ହିଁ ଯାହାକି ମାଇକ୍ ରିସିଭର୍ ସବୁ ଅଛି। ତ ମୁଁ ଆପଣମାନଙ୍କୁ ଗୋଟେ ଗୋଟେ ଦେଖେଇବି। ଏଇଟା ଦେଖିପାରୁଥିବେ ଡିଜିଟେକ୍, ଆଉ ଏଇଟା ତାର ସ୍କ୍ରିନ୍। ଏଇଠି ଆପଣଙ୍କର ବ୍ୟାଟେରୀର କେତେ ପରସେଣ୍ଟେଜ୍ ଆପଣଙ୍କର ବ୍ୟାଟେରୀ ଅଛି ତାହା ସହ କହିଦେବ। ଆଉ ଏଇଟା ଦେଖିପାରୁଥିବେ ତାର ଟାଇପ୍ ସି ଯାହାକି